ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଘିଅ ସହିତ କ'ଣ ମିଶାଇ ଖାଇଲେ ଆଖିର ଦୃଷ୍ଟି ଶକ୍ତି ବଢ଼େ? ଅପସନ୍ ଏ କଦଳୀ, ଅପସନ୍ ବି ନିମ୍ବ ରସ, ଅପସନ୍ ସି ସୋରିଷ ତେଲ, ଅପସନ୍ ଡି ଗୋଲମରିଚ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଗୋଲମରିଚ। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ତେଲ ଲଗାଇଲେ ଚର୍ମ ରୋଗ ଭଲ ହୁଏ? ଅପସନ୍ ଏ ସୋରିଷ, ଅପସନ୍ ବି ନିମ୍ବ, ଅପସନ୍ ସି ସୂର୍ଯ୍ୟମୁଖୀ, ଅପସନ୍ ଡି ବାଦାମ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ନିମ୍ବ। ତୃତୀୟ ପ୍ରଶ୍ନଟି ହେଉଛି ସିମେଣ୍ଟ କାମ କରୁଥିବା ବ୍ୟକ୍ତି କ'ଣ ଖାଇବା ଉଚିତ? ଅପସନ୍ ଏ ମିଶ୍ରି, ଅପସନ୍ ବି ନିମ୍ବ, ଅପସନ୍ ସି ଗୁଡ଼, ଅପସନ୍ ଡି କଦଳୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଗୁଡ଼। ଚତୁର୍ଥ ପ୍ରଶ୍ନଟି ହେଉଛି କ'ଣ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୁଏ? ଅପସନ୍ ଏ ସେଓ, ଅପସନ୍ ବି ଡାଳିମ୍ବ, ଅପସନ୍ ସି କଲରା, ଅପସନ୍ ଡି ମହୁ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଡାଳିମ୍ବ। ପଞ୍ଚମ ପ୍ରଶ୍ନଟି ହେଉଛି କେଉଁ ରାଜ୍ୟରେ ଟ୍ରେନ୍ ଚାଲେ ନାହିଁ? ଅପସନ୍ ଏ ସିକିମ୍, ଅପସନ୍ ବି ଓଡ଼ିଶା, ଅପସନ୍ ସି ବିହାର, ଅପସନ୍ ଡି ଗୋଆ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ସିକିମ୍। ଷଷ୍ଠ ପ୍ରଶ୍ନଟି ହେଉଛି ଦହି ସହିତ କ'ଣ ଖାଇଲେ ମଣିଷ ଶରୀର ରୋଗରେ ପଡ଼େ? ଅପସନ୍ ଏ ଅଣ୍ଡା, ଅପସନ୍ ବି ଚିକେନ୍, ଅପସନ୍ ସି ମଟନ୍, ଅପସନ୍ ଡି ମାଛ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ମାଛ। ସପ୍ତମ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ମଳକଣ୍ଟକ ରୋଗ ଭଲ ହୁଏ? ଅପସନ୍ ଏ ଆମ୍ବ, ଅପସନ୍ ବି ପଣସ, ଅପସନ୍ ସି କଦଳୀ, ଅପସନ୍ ଡି ଅମୃତଭଣ୍ଡା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଅମୃତଭଣ୍ଡା। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ରାଜ୍ୟରେ ନଡ଼ିଆ ଚାଷ ହୁଏ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ମହାରାଷ୍ଟ୍ର, ଅପସନ୍ ସି ବାଙ୍ଗାଲୋର, ଅପସନ୍ ଡି କର୍ଣ୍ଣାଟକ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି କର୍ଣ୍ଣାଟକ। ନବମ ପ୍ରଶ୍ନଟି ହେଉଛି କେଉଁ ଫୁଲ ଖାଇଲେ ଆଖିର ଦୃଷ୍ଟି ଶକ୍ତି ବଢ଼େ? ଅପସନ୍ ଏ ଜୁଆଣି, ଅପସନ୍ ବି ମନ୍ଦାର, ଅପସନ୍ ସି ଗେଣ୍ଡୁ, ଅପସନ୍ ଡି ଗୋଲାପ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଜୁଆଣି। ଦଶମ ପ୍ରଶ୍ନଟି ହେଉଛି କେଉଁ ଫଳର ମଞ୍ଜି ଖାଇଲେ ହଜମ ଶକ୍ତି ବଢ଼େ? ଅପସନ୍ ଏ ସେଓ, ଅପସନ୍ ବି ପଣସ, ଅପସନ୍ ସି ତରଭୁଜ, ଅପସନ୍ ଡି ଆମ୍ବ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ତରଭୁଜ। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ।